ଯେତେବେଳେ ବୈବାହିକ ଜୀବନ ଆରମ୍ଭ କରିଛନ୍ତି କିମ୍ବା ଯଦି କୌଣସି ବ୍ୟକ୍ତି ଏପର୍ଯ୍ୟନ୍ତ ଅବିବାହିତ ଅଛନ୍ତି ଆଉ ତାଙ୍କ ଭିତରେ ଗୋଟେ ଯୋଜନା ଚାଲିଛି ନିଜ ଜୀବନକୁ ବିବାହ ଆଡକୁ ନେଇଯିବା ପାଇଁ, ଆପଣ ମନେ ରଖନ୍ତୁ ଗୋଟେ ବିଷୟ ଯେ ଆପଣଙ୍କର ଭାବନାକୁ ପରମେଶ୍ୱର ଦେଖୁଛନ୍ତି। ଆପଣ କେଉଁ ପ୍ରକାର ବିଷୟ ମନ ମଧ୍ୟରେ ରଖିଛନ୍ତି ତା ପରମେଶ୍ୱର ଦେଖୁଛନ୍ତି। ଆଉ ନିଶ୍ଚିତ ଭାବରେ ଆମେ ପରମେଶ୍ୱରଙ୍କୁ ଆମର ଏ ଭାବନାକୁ ବ୍ୟକ୍ତ କରିବା ଆବଶ୍ୟକ ରହିଅଛି। ଆଉ ପରମେଶ୍ୱର ଏ ସମସ୍ତ ବିଷୟକୁ ଜାଣିଲା ପରେ ପରମେଶ୍ୱର କଣ କଲେ ନା ଆଦମକୁ ଘୋର ନିଦ୍ରାରେ ଶୁଏଇଦେଲେ। ଆଉ ଘୋର ନିଦ୍ରାରେ ଶୁଏଇକି ତାଙ୍କ ଗୋଟିଏ ପଞ୍ଜର ଅସ୍ଥିରୁ ସେ ଗୋଟେ ନାରୀ ତିଆରି କଲେ ଆଉ ତାକୁ ପରମେଶ୍ୱର ଆଦମଙ୍କ ନିକଟକୁ ଆଣିଲେ। ଆଉ କଣ କଲେ, ଯେତେବେଳେ ଆଦମ ସେ ନାରୀ ପ୍ରତି ଦୃଷ୍ଟିପାତ କଲେ ଆଉ ସେତେବେଳେ କହିଲେ, ଆମ ଓଡିଆ ବାଇବେଲରେ ପ୍ରକାର ଲେଖାଯାଇଛି ଯେ ଏଥର ହେଲା, ଏ ମୋର ଅସ୍ଥିର ଅସ୍ଥି ଆଉ ମାଂସର ମାଂସ, ୟାର ନାମ ନାରୀ ବୋଲି ସେ କହିଲେ। ମନେ ରଖନ୍ତୁ, ପରମେଶ୍ୱର ଯେତେବେଳେ ଚିନ୍ତା କରୁଛନ୍ତି ନା, ସେତେବେଳେ ପରମେଶ୍ୱର ସର୍ବଦା ଆମ ପାଇଁ ଗୋଟେ ଉତ୍ତମ ବିଷୟ ହିଁ ରଖିବା ପାଇଁ ଚାହାନ୍ତି। ହଁ, ଯଦି ଆମେ ନିଜ ଇଚ୍ଛାରେ ଯଦି ଆମମାନେ କିଛି ପ୍ରାପ୍ତ ହେବା ପାଇଁ ଚାହିଁବା, ହୁଏତ ଆମେ ବିଫଳ ହେଇପାରୁ, କିନ୍ତୁ ଯେଉଁ ପରମେଶ୍ୱର ଆମ ପାଇଁ ଗୋଟେ ଉତ୍ତମ ଯୋଜନା ରଖିଛନ୍ତି, ସେ ପରମେଶ୍ୱର କେବେ ମଧ୍ୟ ବିଫଳ ହେବେ ନାହିଁ। ସେ ପରମେଶ୍ୱର ଜାଣିଛନ୍ତି ଆମକୁ କଣ ଦରକାର। ଯେହେତୁ ପରମେଶ୍ୱର ଯେତେବେଳେ ଆଦମ ଏକାକୀ ଥିବା ବୋଲି ମନେ କଲେ, ସେତେବେଳେ ପରମେଶ୍ୱର ଯେ ପ୍ରକାର ଆଦମକୁ ତିଆରି କଲେ, ଠିକ ସେଇ ପ୍ରକାରେ ସେ ହବାଙ୍କୁ ମଧ୍ୟ ତିଆରି କରିପାରିଥାନ୍ତେ। ଯେ ପ୍ରକାରେ ଆଦମକୁ ମୂର୍ତ୍ତିକାରୁ ତିଆରି କଲେ ବା ଧୂଳିରୁ ତିଆରି କଲେ ବୋଲି ଆମେ କହୁଛୁ, ଠିକ ସେଇ ପ୍ରକାରେ ହବାକୁ ମଧ୍ୟ ସେ ତିଆରି କରିପାରିଥାନ୍ତେ। କିନ୍ତୁ ପରମେଶ୍ୱର ଦେଖିଲେ ଯେ ମୁଁ ଯଦି ଆଦମଙ୍କ ପାଖରେ ଆଉ ଜଣେ ବ୍ୟକ୍ତିକୁ ଯଦି ମୁଁ ଆଣିକି ଯଦି ଠିଆ କରିଦେବି, ହୁଏତ ଆଦମ କିଛି ଅଡ୍ ଫିଲ୍ କରିପାରେ, ହୁଏତ ଆଦମ ଗ୍ରହଣ କରି ନପାରେ। ତେଣୁକରି ପରମେଶ୍ୱର କଣ କଲେ ନା, ଆଦମଙ୍କ ଠାରୁ ହିଁ ଗୋଟେ ଅସ୍ଥି ପଞ୍ଜର ନେଇକି ସେ ତିଆରି କଲେ ହବାଙ୍କୁ। ଆଉ ଯେତେବେଳେ ପରମେଶ୍ୱର ଆଦମଙ୍କ ନିକଟକୁ ହବାକୁ ନେଇ ଆସୁଛନ୍ତି, ସେତେବେଳେ ଆଦମ କହୁଛନ୍ତି, ଏଥର ହେଲା, ଇଏ ହିଁ ମୋର ଅସ୍ଥିର ଅସ୍ଥି ଆଉ ମାଂସର ମାଂସ। ହଁ ପ୍ରିୟ ମାନେ, ଆମମାନେ ଜାଣିବାକୁ ପଡିବ ଯେ ଯେଉଁ ପରମେଶ୍ୱର ଆମ ପାଇଁ ଗୋଟିଏ ସ୍ତ୍ରୀ ଭାବରେ ସାରା ଜୀବନ ବାସ କରିବା ପାଇଁ ଯେଉଁ ବ୍ୟକ୍ତିକୁ ଆମକୁ ଦେଇଛନ୍ତି ବା ଯେଉଁ ମହିଳାକୁ ଦେଇଛନ୍ତି, ସେ ଆଉ ଅନ୍ୟ କେହି ନୁହେଁ, ସେ ଆମ ନିଜର ଠାରୁ ଗୋଟେ ସୃଷ୍ଟି ହେଇଥିବା ଆଉ ଜଣେ ବ୍ୟକ୍ତି ଅଟେ।